चलो प्रहार समाप्त आ ये सैनिक भी बदलुंट एटा ही सुजोग रक्षा करिवे प्रभु। ओम सं शंकराय अमृतं देहि देहि ओम। प्राय आमे जहा देखि थाउ तार कौनसी महत्व न थाए आउ जहा अदृश्य थाए ताहा ही सर्वव्यापी सत्य ही थाए। आज मु आपनक कथार सार बुझी पारिछि पिताश्री। ओम सम अग्निम अंधकारम कुरु कुरु ओम। शेषरे अमृतर दर्शन हो गला। हे सर्वकोष्ठ रचना सृष्टिर सर्वाधिक मूल्यवान वस्तु अमृत आज आपणको मो सहित जीवाक हब जेमिति आपणको पान करी मो स्वामी लंकेश रावण को अमरत्व प्राप्त हो पारिबो। कई अमृत कलश को हरण कर नहीं अर्थात जे भी आसला यही द्वार बाटे जाई। देवराज चंद्रलोक उपरे भयानक विद्युत प्रवाह। चंद्रलोक उपरे आउ कौन से संकट आसी जाइनी तो मते भय लगुची जे विपत्तिर संबंध अमृत कलश सहित अछि। अमृत कलश आपण उचित कहउचंती गुरुदेव। जदि अमृत कलश कौन से अशुभ शक्तिर हाथ में पड़ जाए तेज अनर्थ हो आमको शीघ्र किसी करने को पड़ो। आपण उचित कहउचंती देवराज। केवल महादेव ही ए विपत्ति को रोकी पारिबे। मते आभास होची जे चंद्रलोक उपरे कोनसी गभीर विपत्ति आसी। मते जाई देखिबा को हबो जे अमृत कलश आउ संकटरे नाही तो। महाराज महाराज अनर्थ हो गला। महाराज कई जने अमृत कलश को हरण कर नहीं जाइछि। ये की अनर्थ हो गला? प्रणाम प्रभु। देवगणों सहित देवराज देवर्षि आउ देवगुरु समस्ते एका संगरे अवश्य विषय गंभीर होइथिबो। हाँ प्रभु हम समस्त को यहाँ आशंका होची जे अमृत कलश संकट रे अछि। कारण एभଳି विपत्ति तो सेते बेले आसे जेबे केही बलपूर्वक बा छलन रे अमृत प्राप्त करबा को चाहे। आपण मनकर अनुमान ठीक। देवी मंदोदरी अमृत कलश हरण करबा को चाहंती तेबे कोन से अमृत तांको स्वामी रावण पई प्राप्त करबा को चाहुचंती। जदि रावण अमृत सेवन करि दिए तेबे सर्वनाश हो जीव महादेव। देवी मंदोदरी को कौन सी भाव में रोकवा को हब प्रभु। देवी मंदोदरी जहा करुछंती
ତାହା ଏକ ମହାଲୀଳାର ଅଙ୍ଗ। ସେ କେବଳ ପତ୍ନୀ ଧର୍ମ ପାଳନ କରୁନାହାନ୍ତି, ଅପିତୁ ଭବିଷ୍ୟତର ଏକ ବିଶେଷ ଅଧ୍ୟାୟର ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। ପରନ୍ତୁ ପ୍ରଭୁ ବର୍ତ୍ତମାନ କ'ଣ କରାଯିବ? ସ୍ୱୟଂକୁ ବିଧାତା ଭାବୁଥିବା ରାବଣ ଯଦି ଅମର ହେଇଯାଏ ତେବେ ସମ୍ପୂର୍ଣ୍ଣ ନିରଙ୍କୁଶ ହେଇଯିବ। ହଁ ପ୍ରଭୁ, ମୋତେ ତ ଭୟ ଲାଗୁଛି ଯେ ହୁଏତ ମହାପ୍ରଳୟ ଆସିଯାଇପାରେ। ମହାପ୍ରଳୟରୁ ହିଁ ତ ନୂଆ ସମାଜର ଉତ୍ପତ୍ତି ହେଇଥାଏ। ଅର୍ଥାତ୍ ପ୍ରଭୁ ରାବଣ ନିରଙ୍କୁଶ ହବା ଆବଶ୍ୟକ ଦେବର୍ଷି। ତାପରେ ସେ ଅମୃତ ଦ୍ୱାରା ହଉ ଅଥବା ଅନ୍ୟ କିଛି ପଦ୍ଧତିରେ, କାରଣ ତେବେ ଯାଇ ତାର ଅତ୍ୟାଚାର ବଢ଼ିବ। ଆଉ ତାପରେ ଯେବେ ତାର ପାପର କଳସ ଭରିଯିବ ତେବେ ଅଧର୍ମର ଅନ୍ତ କରିବା ପାଇଁ ପ୍ରଭୁ ଶ୍ରୀରାମ ଜାଗ୍ରତ ହେବେ ଆଉ ତାଙ୍କୁ ସହଯୋଗ କରିବେ ରାମ ଭକ୍ତ ସଙ୍କଟମୋଚନ ହନୁମାନ। ମିତ୍ରମାନେ, ଜୀବନରେ ଲକ୍ଷ୍ୟ ରହିବା ଅତି ଆବଶ୍ୟକ। ଉଦ୍ଦେଶ୍ୟ ବିନା ଆମେ ସେଇ ପଥିକ ସମାନ ହେଇଥାଉ ଯିଏ ଘରୁ ବାହାରି ଯାଆନ୍ତି ସତ, ପରନ୍ତୁ ସେ ଜାଣିନଥାନ୍ତି ଯିବାର ଅଛି କୁଆଡ଼େ। ଏ ମାରୁତି ଏ ବାନରଙ୍କୁ କାହିଁକି ଜ୍ଞାନ ଦଉଛି? ଲାଗୁଛି ନେତା ହେବାର ପ୍ରୟାସ କରୁଛି। ମିତ୍ରମାନେ, ସେ ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବା ପାଇଁ ମୋତେ ତମ ସମସ୍ତଙ୍କ ସହାୟତାର ଆବଶ୍ୟକତା ଅଛି। ହନୁମାନ, ମୁଁ ସବୁ ବାନରଙ୍କ ତରଫରୁ ଏଇଆ କହିବାକୁ ଚାହୁଁଛି ଯେ ଆମ ସମସ୍ତଙ୍କର ସମର୍ଥନ ଅଛି ତମ ସହ। କୁହ, ଆମକୁ କ'ଣ କରିବାକୁ ହବ? ଆମେ ବାନରଙ୍କ ଶକ୍ତିକୁ ମିଶେଇ ଆମକୁ ଏକ ଏମିତି ବାନର ସେନାର ନିର୍ମାଣ କରିବାକୁ ହବ ଯାହା ସହ ଲଢ଼ି ପାରିବାର ଶକ୍ତି ସୃଷ୍ଟିରେ ନଥିବ। ଆମର ପ୍ରମୁଖ କାର୍ଯ୍ୟ ହବ ଅଧର୍ମର ନାଶ ଆଉ ଧର୍ମର ସ୍ଥାପନା। ଅତି ଉତ୍ତମ। ତେଣୁ ତମକୁ ଜଣ ଜଣ କରି ମତେ ତମର ବିଶେଷ ପ୍ରତିଭା, ଶକ୍ତି ଅଥବା ରୁଚି କହିବାକୁ ହବ, ଯେମିତି ତା ଅନୁସାରେ ତମ ବିଷୟରେ ମୁଁ କିଛି ଭାବି ପାରିବି। ଇଏ ଗଦା ଚଲେଇବାରେ ପାରଙ୍ଗମ, ଜଣଙ୍କ ସହିତ 10 ଜଣଙ୍କୁ ଧରାଶାୟୀ କରିପାରିବ ଇଏ। ଆଉ ତମେ ତ ଜାଣିଛ ମୋର ରୁଚି ଯନ୍ତ୍ର ବିଜ୍ଞାନରେ ଅଛି। କୌଣସି ନୂଆ ଢାଞ୍ଚା, କିଛି ନୂଆ ବସ୍ତୁର ରୂପରେଖ କରିବାର ଥିବ ତେବେ ମୁଁ ତତ୍କାଳ କରିଦେଇ ପାରିବି। ଏବେଠୁ ତମ ସମସ୍ତଙ୍କୁ ନିଜ ନିଜ ରୁଚି ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ହବ ଆଉ ନିଜର ବିଭାଗରେ ସର୍ବଶ୍ରେଷ୍ଠ ହେବାକୁ ହବ। ଚାଲ, ଆଜି ଏଇ ସମୟରୁ ଆରମ୍ଭ ହବ ବାନର ସେନାର ନିର୍ମାଣ। ମୁଁ ଭୟଭୀତ କାହିଁକି ହେଉଛି? ମୋ ପାଖରେ ଏଭଳି ଅସ୍ତ୍ର ଅଛି ଯେ ମୁଁ ଗୋଟିଏ ପ୍ରହାରରେ ଏମାନଙ୍କୁ ମାଟିରେ ମିଶେଇ ଦେବି। ଉଚିତ ସମୟ ଆସିଲେ ମୁଁ ଏ ବାନରଙ୍କୁ ଏଠୁ ଧକ୍କା ମାରି ବାହାର କରିଦେବି। କୌଣସି ବି ପରିସ୍ଥିତିରେ ଏ ବାନରକୁ ଭ୍ରମିତ କରିବାକୁ ପଡ଼ିବ, ଯେମିତି ଦେବୀ ମନ୍ଦୋଦରୀଙ୍କ ଦ୍ୱାରା ଅମୃତ ପ୍ରାପ୍ତ କରି ଲଙ୍କେଶଙ୍କୁ ଅମର କରିବାର ପ୍ରକ୍ରିୟାରେ ଏ ବାନର କୌଣସି ବାଧା ଉତ୍ପନ୍ନ କରିବନି। ଇଏ ତ ଆହତ ହେଇଯାଇଛି। ଏଭଳି କିଏ ମାରିଛି ଆକୁ? ଲାଗୁଛି ଆର ଉପଚାର କରିବାକୁ ହବ। ଏବେ ଆପଣ ଏଠୁ ପଳେଇ ଯାଇ ପାରିବେନି ଦେବୀ। ସ୍ୱାମୀ, କଳସ କଥା ଜଣା ପଡ଼ିଲା। এই কথা তো ତମେ ତମ ନିଜ ପ୍ରିୟ ସଖୀ ଦେବୀ ମନ୍ଦୋଦରୀଙ୍କୁ ହିଁ ପଚାର। ମନ୍ଦୋଦରୀ, ତମ ପାଖରେ ଏ କଳସ?
जदि आम सैनिक सतर्क न थांते तेबे अनर्थ होई जाई थांता। मंदोदरी ये तमे कौन करिदेल? मते क्षमा कर भौणी, मते मोर पत्नी धर्म पाळिबार थिला, सेथिपे मु ए अमृत चोरी करिछि। एक पापी राक्षसर पत्नी अधर्मी ही हब, एथिरे आश्चर्य हबार कोन अछि? ये तो तमर भूल थिला जे तमे आंकटू भल कर्म आशा करुथिला। एमिति कहंतुनि चंद्रदेव, रोहिणीको पाई मोर स्नेह असत्य नुहे। मु आपणकर दोषी अवश्य, परंतु मु अधर्मी नुहे। आपण जो पाप करिसंती तार दंड आपण को अवश्य मिलिबो। सैनिक बंदी करि नियांको। स्वामी मु कथा होची मंदोदरीଙ୍କ सह, से मते मना करिबेनी। सखी पत्नी धर्म नाम रे एते बड़ अधर्म करनी। जदि आज तमे चंद्रलोकरु ए अमृत को हरण करि नै जिवो तेबे कोनोसी स्त्री ता सखी उपरे विश्वास करि परिबनी। एबे भी समय अछि, ए कळस मते फेरै दियो। जदि काली तमे मोठु मो प्राण मागी नब तेबे मु अवश्य दे देबी, परंतु आज ए अमृत कलश मु तमको देई परिबिनी। मते क्षमा करि दियो भौणी। मु आपण को अंतिम चेतावनी दउची, ए कळस मते फेरै दियो, अन्यथा आपण एठु जीवित जाई परिबेनी। ए भली भूल करिबेनी चंद्रदेव। विधाता रावणक शक्ति सह परिचित ना आपण। आपणकर ए चंद्रलोक को चंद्रहासर गोटे प्रहार रे विध्वस्त करदेबे। ए बळी दुस्साहस छोरे यान कळस एंकटू सैनिक। आउ जदि ये बाधा देबे तबे काटी दियो अंक सिर। मृगराज रुह, तमे गंभीर भाबरे आहत अछ। मृगराज तमर प्राण संकट रे पड़ी जाय पाले, तत्काल तमर उपचार करबा को हबो। मृगराज तमको मोतरे कोनोसी संकट नाही, मु तो केवल तमर प्राण बंचेबा को चाहूची। मृगराज तमे मो भावना को बुझी पारो ना। मृगराज मृगराज कोठी तमे? ई मार्ग तो एठी समाप्त हे गला। यार अर्थ मृगराज ए गुंफा भीतर को जाई जिवे। आगु को आसीबनी, मु कहूची आगु को आसीबनी। कौन तमर मति भ्रमित हो जाइछि मंदोदरी? काहे कि निज मृत्यु को निमंत्रण दउछ तमे? कारण मो पाखरे ए गोटे उपाय अछि। रोकी नियो निज सैनिकन को। को कथा पई प्रतीक्षा करूछ तमे माने? जाओ छड़े यान कळस। ये तो कुबेरंक जाना, जहाकु रावण बलपूर्वक तांकटू छड़े निथला। हे माया भी जानो, शीघ्र चलो एठारु। मंदोदरी मंदोदरी मंदोदरी। प्रभु अनर्थ ही गला। असंभव, ए जानो एठी पहुंचला केमिति? मिली गला, शेषरे अमृत मिली गला। आपणको कोन लागिथिला चंद्रदेव? आपण मंदोदरी को बंदी करी नेबे, ताठू से अमृत छड़ाई नेबे, जहाको मो मो पुत्र लंकेशंक सुरक्षा कवच करिबाकू चाहूची। कदापि नुहे। एबे मो पुत्र लंकेशंकु अमरत्व प्राप्त करिबा पाई केही भी रोकी पारिबेनी, केही भी नुहे। हे प्रभु, ये तो अनर्थ उपरे अनर्थ ही चलीची। देवी मंदोदरी भी राजमाता कैकेयी तंत्र शक्ति सहायतार चंद्रलोकरु अमृत कलश नहीं बाहरी आसबार सफल हो गले। प्रभु, जदि थरक पाई देवी मंदोदरी लंका रे पहुंची जिबे
ତାପରେ ଆମ ମଧ୍ୟରୁ କେହି ବି କିଛି କରିପାରିବେନି ପ୍ରଭୁ। ଗୋଟେ କ୍ଷଣ ପାଇଁ ମୋତେ ବି ଏହା ଲାଗିଥିଲା ଯେ ଅମୃତ କଳସ ସୁରକ୍ଷିତ ଅଛି, କିନ୍ତୁ ମାତ୍ର ଗୋଟେ କ୍ଷଣରେ ସମ୍ପୂର୍ଣ୍ଣ ଚିତ୍ର ହିଁ ବଦଳିଗଲା ପ୍ରଭୁ। କୌଣସି ବି ଘଟଣାର ଆକଳନ ପୂର୍ଣ୍ଣ ରୂପେ ତା ପରିଣାମରେ ପହଞ୍ଚିବା ପରେ ହିଁ କରିବା ଉଚିତ ନନ୍ଦୀ। କାରଣ ବିଜୟକୁ ପରାଜୟ, ପରାଜୟକୁ ବିଜୟରେ ପରିବର୍ତ୍ତିତ କରିବାକୁ ଗୋଟେ କ୍ଷଣ ବି ଯଥେଷ୍ଟ ହେଇଥାଏ। ଭବିଷ୍ୟତର ଗର୍ଭରେ କ'ଣ ଲୁଚି ରହିଛି ତାହା କେହି ଜାଣିନଥାଏ। ପରନ୍ତୁ ପ୍ରଭୁ, ଯଦି ଯଦି ରାବଣ ଅମୃତ ପାନ କରିନିଏ, ତେବେ ପ୍ରଭୁ ଶ୍ରୀରାମ ତାର ବଧ କିପରି କରିପାରିବେ? ପ୍ରଭୁ ଶ୍ରୀରାମ ଆଉ ରାବଣ ମଧ୍ୟରେ ଏଭଳି ଏକ ମହାସମର ପୂର୍ବ ନିର୍ଦ୍ଧାରିତ ନନ୍ଦୀ, ଯାହା ବିଶ୍ୱର ଇତିହାସକୁ ବଦଳେଇ ଦେବ। ରାବଣ ସମାନ ବୀର ବଳଶାଳୀ ରାକ୍ଷସ ଆଜି ଯାଏ ଜନ୍ମ ହେଇନି। ଅଧର୍ମର ଏଭଳି ଦୃଷ୍ଟାନ୍ତ ମଧ୍ୟ ସୃଷ୍ଟିରେ ବିରଳ। ତାର ଅନ୍ତ କରି ଧର୍ମର ସ୍ଥାପନା କରିବା ଏ ଯୁଗର ସବୁଠୁ ବଡ଼ କାର୍ଯ୍ୟ ନା ନନ୍ଦୀ, ଯେଉଁଥିପାଇଁ ପ୍ରଭୁଙ୍କ ଅବତାର ହେଇଛି। ଯଦି ଏ କାର୍ଯ୍ୟ ଏତେ ସହଜ ଭାବରେ ହେଇଯିବ, ତେବେ ଶ୍ରୀରାମଙ୍କର ମହିମା ମଣ୍ଡନ କିପରି ହେବ? କାରଣ ଦେବୀ ମନ୍ଦୋଦରୀଙ୍କର ଯାନ ଏପର୍ଯ୍ୟନ୍ତ ଲଙ୍କାରେ ପହଞ୍ଚିନି। ଆଉ ଯେମିତିକି ମୁଁ କହିଥିଲି, ବିଜୟକୁ ପରାଜୟରେ ପରିବର୍ତ୍ତିତ କରିବା ପାଇଁ ହେଲେ ଗୋଟେ କ୍ଷଣ ବି ଯଥେଷ୍ଟ ହେଇଥାଏ। ମୁଁ ମୋ ବଚନ ପୂରା କରିଛି। ଚନ୍ଦ୍ରଲୋକରୁ ଅମୃତ ଆଣିବାରେ ମୁଁ ସଫଳ ହେଇଛି। ଏବେ କେବଳ ଲଙ୍କେଶଙ୍କୁ ୟାକୁ ପାନ କରିବା ବାକି ଅଛି। ଏ କଳସରେ ସଂଗୃହୀତ ଅମୃତର ପାନ କରିବା ମାତ୍ରକେ ସେ ସର୍ବଦା ପାଇଁ ଅମର ହେଇଯିବେ, ଆଉ ମୋର ସିନ୍ଦୁର ସର୍ବଦା ଅକ୍ଷତ ରହିବ। ମୃଗରାଜ, ମୁଁ ଜାଣିଛି ତମେ କଷ୍ଟ ପାଉଛ, ସେଥିପାଇଁ ମୁଁ ତମର ସହାୟତା କରିବା ପାଇଁ ଆସିଛି। ସାମ୍ନାକୁ ଆସ ମୃଗରାଜ। ସାମ୍ନାକୁ ନ ଆସିବି ମୁଁ ମୋ ଶତ୍ରୁକୁ ବନ୍ଦୀ କରିପାରିବି ହନୁମାନ। ଏହା ହିଁ ତ ମୋର ବିଶେଷତ୍ୱ। ସ୍ୱୟଂକୁ ଅତି ଚତୁର ବୋଲି ଭାବୁଛୁ ନା ମୂଢ଼ ବାନର? ଏବେ ତ ତୁ ମାରିଚର ମାୟା ଜାଲରେ ଫସି ସାରିଛୁ। ସୈନିକ ଏ ଗୁମ୍ଫାର ଦ୍ୱାର ବନ୍ଦ କରିଦିଅ, ବନ୍ଦ କରିଦିଅ ୟାର ଦ୍ୱାର ପଥରରେ, ଯେମିତି ସେ ବାନର ବାଳକ ବାହାରକୁ ଆସିପାରିବନି। ଯାଅ, ଭିତରେ ହିଁ ଖୋଜୁଥା ସେଇ ମୃଗକୁ। ଆଉ ଅନ୍ୟ ପଟରେ ଦେବୀ ମନ୍ଦୋଦରୀ ଅମୃତ ଧରି ଲଙ୍କାରେ ପହଞ୍ଚୁଥିବେ। ଆଉ ତତ୍ପଶ୍ଚାତ୍ ସେଇ ଶୁଭ ଘଡ଼ି ଆସିବ ଯେବେ ଆମର ପ୍ରିୟ ଲଙ୍କେଶ ଅମୃତର ସେବନ କରି ଅଜୟ ଅମର ହେଇଯିବେ। ଆରେ ଏଠି ବି ନାହାନ୍ତି ମୃଗରାଜ। କୁଆଡ଼େ ଚାଲିଗଲେ ମୃଗରାଜ? ପୁରା ଗୁମ୍ଫା ତ ମୁଁ ଦେଖି ନେଲି, ମୃଗରାଜ ତ କୋଉଠି ବି ନାହାନ୍ତି। ଲାଗୁଛି ସେ ମୋ ଦୃଷ୍ଟିରୁ ବଞ୍ଚିକି ପଳେଇ ଗଲେ। ଛାଡ଼, ଏବେ ମୁଁ ବି ପଳଉଛି। ଘୁଞ୍ଚି ଯା ମୂର୍ଖ, ତମ ଦ୍ୱାରା କୌଣସି କାମ ହବନି। ମତେ ହିଁ କିଛି କରିବାକୁ ପଡ଼ିବ। ଆମ୍ବ, ଏ ଆମ୍ବର ସୁଗନ୍ଧ କୋଉଠୁ ଆସୁଛି? କେତେ ଦିନ ପରେ ଏମିତି ସ୍ୱାଦିଷ୍ଟ ଫଳ ଦେଖିବାକୁ ମିଳୁଛି ମତେ। ଆଜି ତ ଆନନ୍ଦ ଆସିଯିବ। ଫଳ ତ
ଲାଗୁଛି। ଏମିତି ଫଳ ତ ମୁଁ କେବେ ବି ଦେଖିନଥିଲି। ଇଏ ଆଉ କୌଣସି ମାୟା ନୁହଁ ତ? ୟାକୁ ଚାଖିକି ଦେଖିବାକୁ ପଡିବ। ଧ୍ୟାନ କୋଉଠି ହନୁମାନ? ବାବୁଙ୍କୁ ଭୋଗ ନ ଲଗେଇ ସ୍ୱୟଂ ଖାଇବାକୁ ଲାଗିଲ। କ୍ଷମା କରି ଦିଅନ୍ତୁ ବାବୁ। ଜୟ ଶ୍ରୀରାମ। ଆପଣଙ୍କୁ ଭୋଗ ଦେଇ ସାରିଲିନି ମାନେ ମୁଁ ଆପଣଙ୍କ ପ୍ରସାଦ ବୋଲି ଭାବି ଖାଇ ପାରିବି। ହନୁମାନ ହନୁମାନ ବାବୁ ଆପଣ ପ୍ରଣାମ ବାବୁ। ଭୋକ ଲାଗୁଥିଲା ଆଉ ତମେ ଭୋଗ ଲଗେଇ ମତେ ଡାକିଦେଲ, ତେଣୁ ମୁଁ ଆସିଗଲି। ଭଲ କଲେ ଯେ ଆପଣ ଆସିଗଲେ। ନିହାତି ଗ୍ରହଣ କରନ୍ତୁ। ଆଜି କିଭଳି ଫଳର ଭୋଗ ଲଗଉଛ ତମେ ମତେ? କଣ ହେଇଛି ବାବୁ? ଟିକେ ଧ୍ୟାନରେ ଦେଖ ଏଇ ଫଳକୁ। ଇଏ କଣ ବାବୁ? ଫଳ ପଥର କେମିତି ହେଇଗଲା? ଅସୁରୀ ମାୟାରେ ଯୋଉଥିରେ ତମେ ଭ୍ରମିତ ହେଇଯାଇଛ। ପରନ୍ତୁ କେହି ଅସୁର ମତେ ତ ମାରିଲେ କାହିଁକି ଭ୍ରମିତ କରିବ ବାବୁ? ମୁଁ କାହାର କି କ୍ଷତି କରିଛି? ଧାର୍ମିକ ଶକ୍ତି ପ୍ରତି ରାକ୍ଷସୀ ଶକ୍ତିର ସର୍ବଦା ଭୟ ରହିଥାଏ। ବିଶେଷ କରି ତମ ଭଳି ଭକ୍ତଙ୍କୁ ସେମାନେ ତାଙ୍କ ସଙ୍କଟ ବୋଲି ଭାବନ୍ତି, ଯିଏ ନିଜ ପୁରା ଜୀବନ ରାମ କାର୍ଯ୍ୟରେ ସମର୍ପିତ କରିଦେଇଛି। ଅର୍ଥାତ୍ ରାକ୍ଷସ କଣ ରାମ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି? ସେମାନେ ତମକୁ ରାମ କାର୍ଯ୍ୟ କରିବାରେ ବାଧା ଦଉଛନ୍ତି। ଏ